ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ। ସବୁଜ ସୁନ୍ଦର ବଣ ଜଙ୍ଗଲ ଘେରା ମଧ୍ୟରେ ରହିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇ ଟାଙ୍ଗିରି ଗ୍ରାମ ପଞ୍ଚାୟତର ନୂଆଗାଁ ଗ୍ରାମ। ଆଦିବାସୀ ବହୁଳ ଏହି ଗ୍ରାମରେ ରହିଛି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ଗ୍ରାମର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବା ସହିତ ଖେଳକୁଦ ନାଚ ଗୀତର ଶିକ୍ଷା ପାଇବାରେ ମଧ୍ୟ ସୁଯୋଗ ପାଇଥାନ୍ତି। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିବର୍ଷ ଏଠାରେ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଏହି ବର୍ଷ ମଧ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ବିଭାଗ କରି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଖେଳ ପ୍ରତିଯୋଗିତା ସହିତ ବିଦ୍ୟାଳୟରେ ଗଣେଶ ପୂଜା ଏବଂ ସରସ୍ୱତୀ ପୂଜା ହେଉଥିବା ବେଳେ ବିଦ୍ୟାଳୟର ମୁଖ୍ୟ ଉତ୍ସବ ହେଉଛି ବାର୍ଷିକ ଉତ୍ସବ। ବାର୍ଷିକ ଉତ୍ସବ ବିଦ୍ୟାଳୟରେ ଖୁବ୍ ଉଚ୍ଚକୋଟୀର ହୋଇଥିବା ବେଳେ ଏ ବର୍ଷ ମଧ୍ୟ ଏହି ବିଦ୍ୟାଳୟରେ ଖୁବ୍ ମହାସମାରୋହରେ ତାର ବାର୍ଷିକ ଉତ୍ସବ 2025 ପାଳନ କରିଛି। ବିଦ୍ୟାଳୟର ବାର୍ଷିକ ଉତ୍ସବରେ ସର୍ବପ୍ରଥମେ ଅତିଥିମାନଙ୍କୁ ସଭାମଞ୍ଚକୁ ନିମନ୍ତ୍ରଣ କରି ଜିଲ୍ଲାର ଆରାଧ୍ୟ ଦେବୀ ମା ତାରିଣୀଙ୍କ ଫଟୋଚିତ୍ରରେ ଅତିଥିମାନଙ୍କ ଦ୍ୱାରା ପୂଜା କରାଯାଇଥିଲା। ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହିତ ମଞ୍ଚକୁ ନିମନ୍ତ୍ରଣ କରିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବ୍ଲକ 21 ନମ୍ବର ଜୋନ୍ର ଜିଲ୍ଲା ପରିଷଦ ପ୍ରଫୁଲ୍ଲ ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଟଭାମଣି ନାୟକ, ବିଜନ କୁମାର ପରିଡ଼ା, ଅଶ୍ୱିନୀ କୁମାରୀ ସାହୁ, ବାସୁଦେବ ସିଂ, ଲୋକନାଥ ମହାକୁଡ଼ ଯୋଗ ଦେଇଥିଲେ। ବାର୍ଷିକ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ CRCC ରମେଶ ଚନ୍ଦ୍ର ମହାନ୍ତ ଯୋଗ ଦେଇଥିଲେ। ବାର୍ଷିକ ଉତ୍ସବର ସଭା କାର୍ଯ୍ୟରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ଅଗ୍ରଗତି ବିଷୟରେ ବକ୍ତୃତା ମାଧ୍ୟମରେ ଜଣାଇଥିଲେ। ଶିକ୍ଷା ଗ୍ରହଣ କରିବାକୁ ହେଲେ ପ୍ରଥମେ ପ୍ରତ୍ୟେକ ଛାତ୍ରଛାତ୍ରୀ ସହନଶୀଳତା ହୋଇ ବିଦ୍ୟାଳୟରେ ଗୁରୁଭକ୍ତି କରିବା ସହିତ ଶିକ୍ଷାକୁ ଗ୍ରହଣ କରିବା ପାଇଁ ସଠିକ୍ ମାଧ୍ୟମରେ ଚାଲିବା ଆବଶ୍ୟକ। ସ୍ୱର ବର୍ଣ୍ଣର ଶିକ୍ଷା ଏକ ମହତ୍ତ୍ୱ ଭୂମିକା ନେଇଥିବା ଯୋଗୁଁ ଏହାକୁ ପୁଙ୍ଖାନୁପୁଙ୍ଖ ଭାବରେ ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଦେଇଥିଲେ। ସଭା ଶେଷରେ ଏ ବର୍ଷ ଖେଳ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବିଭିନ୍ନ ବିଭାଗରେ 30 ଜଣଙ୍କୁ ଖେଳରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ତାପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ୍ ଉଚ୍ଚକୋଟୀର ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ନୃତ୍ୟ କଳା ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ଖୁବ୍ ଉତ୍ସାହ ସହକାରେ ମଧ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ନିଜର ନୃତ୍ୟ କଳା ପରିବେଷଣ କରିଥିଲେ। ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ବିଦ୍ୟାଳୟର ବାର୍ଷିକ ଉତ୍ସବ 2025 ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଏହି ବାର୍ଷିକ ଉତ୍ସବ ପାଳିତ ହୋଇଥିବା ବେଳେ ଗ୍ରାମର ସମସ୍ତ ବ୍ୟକ୍ତି ଉପସ୍ଥିତ ରହି ବାର୍ଷିକ ଉତ୍ସବକୁ ଉତ୍ସବ ମୁଖରିତ କରିଥିଲେ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, AB ନ୍ୟୁଜ୍।